ଏହା ଭାବି ଏକଜିତ ବଜାରରୁ କିଛି ଔଷଧ ନେଇ ଆସିଲା ଆଉ ରାତିରେ ଚୁପଚାପ ଯାଇ ହରଜିତ କ୍ଷେତରେ ପକେଇଦେଲା, ଯାହାଦ୍ୱାରା କିଛି ଦିନ ଭିତରେ ହରଜିତର ଫସଲ ନଷ୍ଟ ହୋଇଗଲା। ଚଟପଟ ମକା ନିଅ ମକା। ସେଥିପାଇଁ ହରଜିତ ଏଇଥର ମକା ବିକ୍ରି କରିବାକୁ ଯାଇପାରିଲାନି। ମକା ନିଅ ମକା ଚଟପଟ। ଆଉ ପୁରା ବଜାରରେ ଏକଜିତ ହିଁ କେବଳ ମକା ବିକ୍ରି କରୁଥିଲା। ଆହା 2 ଗୁଣା ପଇସା। ହରଜିତର କେମିତିଆ କାମ ବିଗାଡ଼ିଛୁ ରେ ତୁ ଏକଜିତ। ବା ଏକଜିତ ବା। ଆଉ ଏକଜିତ ପ୍ରତିଥର ଭଳି ହରଜିତର ଫସଲ କିଆରୀରେ ଔଷଧ ପକେଇକି ଖରାପ କରିଦେଉଥିଲା। ଦିନେ ଏକଜିତ ହରଜିତର ଘରକୁ ଗଲା ଆଉ ହରଜିତକୁ କହିଲା, ଆରେ ହରଜିତ ଭାଇନା କେମିତି ଅଛନ୍ତି? ମୁଁ ଦେଖୁଥିଲି ଆପଣଙ୍କ ଫସଲ କଣ ଶୁଖି ଯାଇଛି। ଫସଲକୁ କଣ ତମେ ସେବା କରୁନ? ଏବେ ହରଜିତ କହିଲା, କଣ କହିବି ଭାଇ, ସବୁ କରିକି ଦେଖିନେଲି, କିଛି ମୁଁ ବୁଝି ପାରୁନି ଯେ ସମସ୍ୟାଟା କୋଉଠି ରହିଗଲା।